ରାଉରକେଲା ଇସ୍ପାତ କାରଖାନା ଠାରେ ଥିବା ସିଆଇଏସ୍ଏଫ୍ ପାରାକରେ ଘଟିଛି ଅଭାବନୀୟ ଘଟଣା। ସର୍ଭିସ ପିସ୍ତଲରୁ ନିଜକୁ ଗୁଳି କରି ଜୀବନ ହାରି ଦେଇଛନ୍ତି ଜଣେ ଯବାନ। ତେବେ ଗତକାଲି ରାତିରେ ଏହିପରି ଅଭାବନୀୟ ଘଟଣା ଘଟିଥିବା ବେଳେ ମୃତ ଯବାନ ଜଣକ ହେଲେ କେରଳ ରାଜ୍ୟର 23 ବର୍ଷୀୟ ଅଭିନବ ପିକେ। ହେଲେ ତାଙ୍କ ଜୀବନ ହାରିବାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଏନେଇ ରାଉରକେଲା ଟାଙ୍ଗରପାଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଆଉ ଯବାନଙ୍କ ମୃତଦେହକୁ ଇସ୍ପାତ ଜେନେରାଲ ହସ୍ପିଟାଲର ଶବଗୃହରେ ରଖାଯାଇଥିବା ବେଳେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ସେମାନେ ଆସିବା ପରେ ହୁଏତ ତାଙ୍କ ଜୀବନ ହାରିବାର କାରଣ ଜଣାପଡ଼ିପାରେ। ସେପଟେ ପାରିବାରିକ କଳହ ନା ଡ୍ୟୁଟିର ଚାପରେ ଯବାନ ଜଣକ ନିଜର ଜୀବନ ହାରିଲେ ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି। ଲେଖାହେଇଛି ପାଖକୁ ଗଲେ ଲେଖାହେଇଛି। ରାଉରକେଲାରୁ ସୁରଜିତ ନନ୍ଦଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।